କାହିଁକି ଆମକୁ ହାତ ଗୋଡ଼ ବାନ୍ଧି ଏଟାକୁ ଉଠେଇ ନେଇ ଆସିଛୁ? ଉଦ୍ଦେଶ୍ୟ ନଥିଲେ ଏଇ ଲାଲା କେବେ କାହାକୁ ବାନ୍ଧିକି ଆଣି ଦିଆଲେ। ମୋର ଦରକାର ତୋର ସବୁ ସମ୍ପତ୍ତି। ଆଜି ତୋର ସବୁ ସମ୍ପତ୍ତି ମୋ ନାଁରେ ଉଇଲ୍ କରିବାକୁ ହବ। ଶୁଣ, ମୋର ସବୁ ସମ୍ପତ୍ତି ନିହାତି ମୋ ନାଁରେ ଉଇଲ୍ କରିବାକୁ ହବ। କହ ତୁ କରିବୁ ନା ମରିବୁ? ନା, ମୁଁ କେବେ ସେ ସୁଯୋଗ ତତେ ଦେବିନି। ସୁଯୋଗ ତତେ ଦେବା ଘବା ମହେନ୍ଦ୍ରପାଲ ସିଂ। এই লালা তা জীবনে বড় লোক হওয়া পাই চাহে। ଏବେ ସବୁ ମଣିଷ ଗୁଡାକ ଜନ୍ମ ହେଲା ବେଳେ ଲଙ୍ଗଳା ହେଇ ଜନ୍ମ ହେଲେ ତୋର ଇଚ୍ଛା ତା ବୁଦ୍ଧିରେ ସେ ବଡ ଲୋକ ହେଲେ। ଆଜି ମୋ ବୁଦ୍ଧିରେ ମୁଁ ବଡ ଲୋକ ହେବା ପାଇଁ ଚାହେଁ। ତେଣୁ ତୋରି ସମ୍ପତ୍ତି ମୁଁ ଜବରଦସ୍ତ ଦେବା ପାଇଁ ଚାହେଁ। ତେଣୁ ତତେ ତୋ ସମ୍ପତ୍ତି ଉଇଲ୍ କରିବାକୁ ହବ। କହ କରିବୁ ନା ମରିବୁ? ଲାଲା, ତୁ ଦିନେ ମୋ ଘରର ଚାକର ଥିଲୁ, ମୋରି ଦୟାରେ ବଞ୍ଚୁଥିଲୁ। ହେଲେ ସେ ବିଷୟରୁ ବିଷ ଦେବାକୁ ବସିଛୁ। କାହିଁକି କରୁଛୁ ଏସବୁ? କରିବାକୁ ପଡିବ ମହେନ୍ଦ୍ରପାଲ ସିଂ। ଏ ଲାଲା ସବୁଦିନ ତୋର ଚାକର ହେଇ ବଞ୍ଚିବାକୁ ସେ କେବେ ବି ପସନ୍ଦ କରିନଥିଲା। ତୋରି ସମ୍ପତ୍ତି ପାଇବା ପାଇଁ ତୋ ଘରେ ମୁଁ ମ୍ୟାନେଜର ପୋଷ୍ଟରେ ଥିଲି। ଆବେ ମୋରି ଦୟାରେ ତୁ ଥିଲୁ ବେ। ତୋତେ ମୁଁ ଲକ୍ଷ ଲକ୍ଷ ଟଙ୍କା ଦେଇଛି ସତ, ହେଲେ ଆଜି ମୁଁ ସବୁ ହିସାବ ମାଗିବା ପାଇଁ ଚାହେଁ। ମୁଁ ତୋ ସବୁ ସମ୍ପତ୍ତିର ମାଲିକ ହେବା ପାଇଁ ମୁଁ ଚାହେଁ। ତୋର ସେଇ ସ୍ୱପ୍ନ ହେଇ ରହିଯିବ, କେବେ ପୂରଣ ହବନି। ପୂରଣ ହବ ମହେନ୍ଦ୍ରପାଲ ସିଂ। ଆଜି ସେ ସ୍ୱପ୍ନ ମୋର ନିହାତି ପୂରଣ ହବ। ତୁ ଯଦି ଟଙ୍କା ନ ଦଉ ତାହେଲେ ତୁ ସାଟା ଜବତ କରିବୁ। ଏଇଠି ତମେ ଦି ଜଣକୁ ଟଣ୍ଟି ଯିବି ଶେଷ କରିଦେବି। ହଁ ମାରିଦିଅ ଆମକୁ ମରିଯିବୁ। ଶଳା ବୁଢୀ ହେଲା ବେଳକୁ ତୁ କଣ ମରିବୁନି? ତୋ ସ୍ୱାମୀ ମରିବା ତୁ କଣ ବଞ୍ଚିବୁ? ତମେ ଦି ଜଣକ ଟଣ୍ଟି ଯିବି ଆଜି ଅଲବତ ମାରିବି। ଏଇଥିରେ ମହେନ୍ଦ୍ରପାଲ ସିଂ ମରିବାକୁ ତୋର ଏତେ ଇଚ୍ଛା ନା? এই হারাম জাদা দলিଲରେ ମୋର ଦସ୍ତଖତ ନେଇଛି। ଆମ ସମ୍ପତ୍ତି ହଡପ କରିବାକୁ ଚାହୁଁଛି। ସେ କିଛି କରିପାରିବନି। ଆବେ ହାରାମ ଜାଦା, ମୋ ବାପା ଦେହରେ ହାତ ଉଠେଇବାକୁ ସାହସ କଲୁ କେମିତି ବେ? ହାରାମ ଜାଦା କଣ ବେ? ଶୁଣ, ମନେ ଅଛି ଅରୁଣ? ସେଦିନର କଥା ତୋର ମନେ ଅଛି ନା? ସେଦିନ ସେ ଆଦିବାସୀ ଝିଅକୁ ଥାପଡ଼ ଛୁଇଁଥିଲି ବୋଲି ତୁ ମତେ ଥାପଡ଼ ମାରିଥିଲୁ। ହେଲେ ତାରି ପ୍ରତିଶୋଧ ଦେବାକୁ ଯାଇ ମୁଁ ସବୁ ସମ୍ପତ୍ତିର ମାଲିକ ହବା ପାଇଁ ଚାହେଁ। ଭାଗ୍ୟ ଭଲ ତମେ ସମସ୍ତେ ଚାଲି ଆସିଲ ଗୋଟାଏ ସାଙ୍ଗରେ। ତମେ ମରିବ ରେ। ଆଜି ଅଲବତ ମରିବେ, ନିହାତି ମରିବା ଦରକାର। ହଁ ବହୁତ ଗଲା ତ ଖେଳ। ଆମ ଘରରେ ଯୋଉ ବର୍ବାଦର ଖେଳ ଖେଳିଥିଲୁ ସେଇ ନିଆଁ ଆଜି ଲିଭି ଯାଇଛି। ସେଇ ନିଆଁ ଆଜି ତ ସବୁବେଳେ ଜଳିବ ବେ। ସବୁ ନୁହଁ, ତୋ ବାପାଟା ପରା ତୋ ପାଇଁ ଭଗବାନ। ତୋରି ଆଖି ସହିତ ତୋ ବାପାଟା ମନେ ମତେ ଭଲ ଲାଗିବନି। ତେଣୁ ତୋ ବାପାକୁ ତୁ ପଠେଇ ଦେ। ତାପରେ ତମେ ଦି ଜଣକୁ ମାରି ସାରିଲା ପରେ ତୋ ବାପାକୁ ମୁଁ ମାରିବି। ସେ ଆମର କିଛି କରିପାରିବେନି ବାପା। ସେ ଆଉ କିଛି କରିପାରିବ ବାପା? ତମେ ଯାଅ, ଆଙ୍କ କଥା ଆମେ ବୁଝିବୁ। ଜୀବନର ଶେଷ ପାଖରେ ଠିଆ ସାରିଲା ପରେ ତମେ ତ ଆଜି ଅଲବତ ମରିବ। ଶୁଣ, ଏଇ ଦିଟାକୁ ଛାଡି ମରିବେ। ଏଇଠି ମାରି ଖତମ କରି ଦେଖୁଛ କଣ? ମାର।
এতে বড় সর্বনাশ করে কুয়াড়ে কষি যাওছ বে ଏ ସଡୁ ଭାଇ ଆମେ ପୁରା ଦି ସଡୁ ଆମେ ଦି ଜଣ ମାଡ଼ ଚଳିବ ତମେ ହଉଛ ସାନ ସଡୁ ମୁଁ ହଉଛି ବଡ ସଡୁ ଦି ଜଣଙ୍କ ସ୍ତ୍ରୀ ମରି ସାରିଛନ୍ତି ଆମେ ଏମିତି ମାଡ଼ ଚଳିବ ଆମେ ଦି ଜଣ ମିଶିକି ଆଉ ଥରେ ବାହା ହବା চুপে কি সরু দে কৌছ বে কি সরু দে কৌছ বে ମୋ ସ୍ତ୍ରୀକୁ ନେଇ ଆଉ କାହା ସହିତ ବାହା କରିଦେଲୁ ମୋ ନିଶକୁ ନେଇ ଆଉ କାହା ସହିତ ବାହା କରିଦେଲ ଆଉ ମୋ ନିଜ ଆଖି ସାମ୍ନାରେ ମୋ ନିଜ ସ୍ତ୍ରୀକୁ ମାରିଦେଲ ଏଇଟାର ସବୁ ହିସାବ କିଏ ଦବ ବେ ଏ ସଡୁ ଭାଇ ମୋ ସ୍ତ୍ରୀଟାକୁ ସେ ମୁଁ ମାରିଦେଲି ହେଲେ ମୋ ସ୍ତ୍ରୀ ବା ତମକୁ ଆଖି ଭଲ କରିଦେଇଛି ତମ ଋଣ ସୁଝି ଦେଇଛି ସଡୁ ଭାଇ ଏମିତି ମାରାମାରି ହେବାନି ବର୍ତ୍ତମାନ ଆମେ ଦି ଜଣ ଠିକ କରିବା ବାହା ହବା ଆସ ଆସ ସଡୁ ଭାଇ ଆସ ଯା ହଉ ମୋ ସଡୁ ଭାଇଙ୍କର ଭାରି ରାଗ ଏଇ ରାଗୁଛୁ ତୁ ମରିବୁନି ଯିଏ ରାଗେ ସେ ପ୍ରଥମେ ମରେ ଯିଏ ରାଗେନି ସେ ମରେନି ତାମାନେ ତୁ ରାଗିବୁ ନା ଆଜି ତ ହାତ ଗୋଡ଼ କାଟି তো হাত গোড়া কাটে ভঙ্গু করে দিবে ভঙ্গু ও লালা লাল খেলা সব উঠে চালে বাপালা মোরি ভাই সব ঝামেলা